ସମ୍ବର୍ଦ୍ଧନା ଜଣାଇବେ ହେ କଳିଙ୍ଗ ସମ୍ରାଟ। সর্বপ্রথমে কলিঙ্গ সম্রাট को আজি মথুরা নগরী বিকাশ যোজনা পাই কোন করিছন্তি। এরা প্রথম প্রশ্ন মহারাজাঙ্কর। দ্বিতীয় প্রশ্ন হেলা মহিলা সশক্তিকରଣ পাই কোন পদক্ষেপ নেইছন্তি। এবং তৃতীয় প্রশ্ন হেলা हे मथुरा प्रवासी अरण वृद्ध वृद्ध मोरी मथुरा कृषि अंचल सर्वाधिक चाषी रही मोहरी यही मथुरा गढ़ तांकरी उपरे कृषक मान योजना उपरे केते कार्य फलप्रद होती सुचिंतित मंतव्य त्रिभुवन विजय कंस आत्मतृप्ति लाभ कर। महाराज कंसंकर जय हो। महाराज कंसंकर निमंत्रण क्रमे मते सौभाग्य प्राप्त होइछि ए मथुरा नगरी रे आसीबा पाई एवं यही भली भाव रे गत वर्ष मध्य मते स्वतंत्र भाव रे निमंत्रित करा जाइथिला एवं मु मध्य ये मथुरा नगरी को धनुजात्रा महोत्सवर ये अवसर रे आसीबार मते अवसर प्राप्त होइथिला एवं सेते बेले मध्य ये मथुरा नगरी रो अनेक विकासमूलक काम को किभली भाव में संपादन करा जिवो आउ सेथिपाई मध्य मु प्रतिश्रुति देइथिली। महाराजा आपनकर आदेश क्रमे गत वर्ष दिया जाइथिबा जो प्रतिश्रुति गुड़िक मु महाराज पूरण करिछि। सर्वप्रथमे आपण ये जो धनुजात्रा होछि ये होछि विश्वर सर्वबृहत खुला मंचर ये धनुजात्रा आ ये धनुजात्रा उत्सवर जो आमर राजमहल रही ये प्रतिवर्ष अस्थायी भाव में करा जाउछि। एणु आपण को बहुत असुविधा होछि आ ताहा स्थायी भाव में राजमहल निर्माण करबा पई आपण मते आदेश देइथिले। आपनकर ये आदेश को मो रक्षा करिकरी एथिरे मोर समस्त अधिकारी मानक मो ताहार डीपीआर बनैबा पई कहिथिली आदेश देइथिली एवं सेमाने मध्य डीपीआर प्रस्तुत करिसंती एवं ताहार मध्य आजी महाराज आपनकर उपस्थिति रे ये धनुजात्रार स्थायी राजमहल आज तार शिलान्यास होइछि। महाप्रभु महाराज एथिरे समुदाय 13 कोटी टंका खर्च हवा पाई आम सरकार एथिरे एस्टिमेट रे जो प्रावधान अछि ताको मंजूर करिछन्ति। एहा सहित आपण कहिथिले ये मथुरा नगरी रो जो जमुना नदी जीरा नदी ये जीरा नदी रे एक आनिकट निर्माण करबा पई ताको मध्य मु अनुमोदन करिछि। एथिरे समुदाय 114 कोटी खर्च हबो किंतु गत वर्ष मु जतले आसीतिली घोषणा करी 80 कोटी टका खर्च हवा पई किंतु जेते बेले डीपीआर प्रस्तुत करा गला यार आहुरी अधिक ताकू भल भाव निर्माण करने एवं शेष एस्टिमेट अनुजाई 115 कोटी
ଏଥିରେ ରଖାଯାଇଛି ଏବଂ ତାହାର ମଧ୍ୟ ଆଜି ଶିଳାନ୍ୟାସ କରାଗଲା ମହାରାଜ। ଏବଂ ତୃତୀୟରେ ଯେଉଁ ବରଗଡ଼ ଟାଉନରେ ଯେଉଁ କେନାଲ ଅଛି, ଏ ବରଗଡ଼ ଟାଉନ କେନାଲ ଉପରେ ଏକ ବକ୍ସ କଣ୍ଡୁଇନ୍ ଏବଂ କେନାଲର ସୌନ୍ଦର୍ଯ୍ୟକରଣ କରିବା ପାଇଁ ଏ କଥା ମଧ୍ୟ ଆମେ ତାକୁ ସମ୍ପୂର୍ଣ୍ଣ କରିବା ପାଇଁ ଆଲୋଚନା ହେଇଥିଲା। ଆଉ ତାହା ମଧ୍ୟ ଆଜି ଆମ ସରକାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେଥିରେ 40 କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ମଧ୍ୟ ଏଥିରେ ତାହାର ଏଷ୍ଟିମେଟ୍ କରାହେଇଛି ଏବଂ ତାହା ମଧ୍ୟ ଆଜି ତାହାର ଶିଳାନ୍ୟାସ ହେଇଛି। ଖୁବ୍ ଶୀଘ୍ର ଏ କାର୍ଯ୍ୟକ୍ରମ ମଧ୍ୟ ସମାପ୍ତ ହେବ। ଇଏ ପ୍ରଥମ ପ୍ରଶ୍ନର 3ଟି ଉତ୍ତର ମୁଁ ଆପଣଙ୍କ ପାଖରେ ରଖିଛି ମହାରାଜ। ଏଥିରେ ଆହୁରି ଅନେକ ଏ ମଥୁରା ନଗରୀ ଏବଂ ମଥୁରା ରାଜ୍ୟରେ କିଭଳି ଭାବରେ ଅଧିକ ଏ ଅଞ୍ଚଳର ବିକାଶ ହେଇପାରିବ, ଏ ଅଞ୍ଚଳରେ ଲୋକମାନଙ୍କୁ ଉପଯୁକ୍ତ ସେବା ପ୍ରଦାନ କରାଯାଇପାରିବ, ସେଥିପାଇଁ ଆମ ସରକାର ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେବା ପାଇଁ ସ୍ଥିର କରିଛନ୍ତି। ଆଉ ସେଥିପାଇଁ ମଥୁରା ନଗରୀରେ 1362 କୋଟି 85 ଲକ୍ଷ ଟଙ୍କା ବିନିଯୋଗରେ 123ଟି ନୂଆ ପ୍ରକଳ୍ପର ଭିତ୍ତିପତ୍ର ସ୍ଥାପନ ଆଜି କରାଗଲା ମହାରାଜ। ଏବଂ ତାହା ସହିତ ମଧ୍ୟ ଉଦ୍ଘାଟନ ମଧ୍ୟ ଅନେକ ପ୍ରକଳ୍ପର କରାଗଲା। ଏଥିରେ କୃଷି, ଜଳସେଚନ, ଯୋଗାଯୋଗ, ସ୍ୱାସ୍ଥ୍ୟ ସେବା ପରି ଅନେକ ଜନକଲ୍ୟାଣକାରୀ ପ୍ରକଳ୍ପର ଆଜି ଶ୍ରୀ ଗଣେଶ ଏବଂ ଶିଳାନ୍ୟାସ କରାଗଲା। ସେହିଭଳି ଭାବରେ ଆହୁରି ଅନେକ କିଛି କାର୍ଯ୍ୟକ୍ରମ ଅଛି। ଯେହେତୁ ମୋତେ ଆତିଥ୍ୟ ଦେଇଛନ୍ତି, ପ୍ରତିବର୍ଷ ଆସିବା ପାଇଁ ନିମନ୍ତ୍ରଣ କରିଛନ୍ତି, ଆଉ ସେଥିପାଇଁ ମୁଁ ଅଧିକ ଏ ମଥୁରା ନଗରୀକୁ ଉପହାର ଦେବା ପାଇଁ ଆହୁରି ଅନେକ ଉପହାର ନେଇକରି ଆସିଛି ମହାରାଜ। ଜିରା ନଦୀରେ ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ସ୍ଥାପନ କରିବା ପାଇଁ ଏଥିରେ ଯେତେବେଳେ ଆପଣଙ୍କର ପ୍ରଜାମାନଙ୍କର ଦାବି ଆସିଲା, ଏ କଥାକୁ ମୁଁ ଗୁରୁତ୍ୱ ଦେଇ ଜିରା ନଦୀରେ 132 କୋଟି 10 ଲକ୍ଷ ଟଙ୍କାର ଏକ ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ଏଥିରେ ସ୍ଥାପନା କରିବା ପାଇଁ ଆମ ସରକାର ନିଷ୍ପତ୍ତି ନେଇଛନ୍ତି। ତା ସହିତ ଆପଣଙ୍କର ଏଠି ପ୍ରଜାମାନେ ସେମାନଙ୍କର ଯେଉଁ ବିକ୍ରି କରିବା ପାଇଁ ବିଭିନ୍ନ ପନିପରିବାଠୁ ଆରମ୍ଭ କରିକରି ଶସ୍ୟ ପର୍ଯ୍ୟନ୍ତ ତାଙ୍କୁ ଯେଭଳି ଭାବରେ ଏବଂ ବ୍ୟବସାୟ କରିବା ପାଇଁ ଅନେକ ସମୟରେ କେଉଁଠି ଉଠା ଦୋକାନ, କେଉଁଠି ଆପଣଙ୍କର ସମ୍ପୂର୍ଣ୍ଣ ଭାବରେ ତାହାର ସୁବ୍ୟବସ୍ଥା ଆପଣଙ୍କର ମଥୁରା ନଗରୀରେ ହେଇପାରିନଥିବାରୁ ପ୍ରଜାମାନେ ଭାରି ଅସନ୍ତୁଷ୍ଟରେ ରହୁଛନ୍ତି ଏବଂ ଅସୁବିଧା ମଧ୍ୟ ଭୋଗୁଛନ୍ତି। ସେହି କାରଣରୁ ଆମ ସରକାର ନିଷ୍ପତ୍ତି ନେଲେ ଏଥିପାଇଁ ମଧ୍ୟ ଗୋଟିଏ ଭେଣ୍ଡିଂ ଜୋନ୍ କରିବା ପାଇଁ, ଆଉ ସେଥିପାଇଁ 30 କୋଟି ଟଙ୍କାର ଏକ ଅଟକଳ କରି ତାକୁ କାର୍ଯ୍ୟକାରୀ କରିବା ପାଇଁ ଆମ ସରକାର ନିଷ୍ପତ୍ତି ନେଇଛନ୍ତି ମହାରାଜ। ତା ସହିତ ଇଏ ବରଗଡ଼ ଆଉ ଆପଣଙ୍କର ମଥୁରା ନଗରୀରେ ଯେଭଳି ଭାବରେ ଲୋକସଂଖ୍ୟା ବୃଦ୍ଧି ଘଟୁଛି, ଯାନବାହନ ଚଳାଚଳରେ ତାର ଆବଶ୍ୟକତା ବଢ଼ୁଛି ଏବଂ ତାହା ସହିତ ମଧ୍ୟ ଯେଭଳି ଭାବରେ ଏଠି ବସ୍ ଚଳାଚଳ ହେଉଛି ଏବଂ ସେଥିପାଇଁ ଏକ ବଡ଼ ବସ୍ ଷ୍ଟାଣ୍ଡର କରିବା ପାଇଁ ଆମ ସରକାର ନିଷ୍ପତ୍ତି ନେଇଛନ୍ତି। ଆଉ ସେଥିପାଇଁ ଏ ବରଗଡ଼ ସଦରର ଏ ମୁଖ୍ୟ ସଦର ମହକୁମାରେ 66 କୋଟି 64 ଲକ୍ଷ ଟଙ୍କାରେ ଏକ ଅଟଳ ବସ୍ଷ୍ଟାଣ୍ଡ ନିର୍ମାଣ ହେବା ପାଇଁ ଆମ ସରକାର ନିଷ୍ପତ୍ତି ନେଇଛନ୍ତି ମହାରାଜ। ଏବଂ ଏହା ସହିତ ଆମର ଗ୍ରିଣ୍ଡଲ ଠାରେ ଏକ ଅନ୍ତର୍ନଦୀ ଜଳାଶୟ ନିର୍ମାଣ କରିବା ପାଇଁ ମଧ୍ୟ ଆମ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିରେ ମଧ୍ୟ 150 କୋଟି ଟଙ୍କା ମାଧ୍ୟମରେ ନିର୍ମାଣ କରିବା ପାଇଁ ଆମ ସରକାର ନିଷ୍ପତ୍ତି ନେଇଛନ୍ତି। ଏ 4ଟି ପ୍ରକଳ୍ପ ପାଇଁ ସମୁଦାୟ
378 କୋଟି 10 ଲକ୍ଷ ଟଙ୍କାର ଅର୍ଥ ଆମ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି, ଅନୁମୋଦନ କରିଛନ୍ତି। ଏଣୁ ନିଶ୍ଚିତ ଭାବରେ ଇଏ ମଥୁରା ରାଜ୍ୟରେ ବରଗଡ଼ ମହାନଗରୀରେ ଯେଉଁ ସବୁ ସମସ୍ୟା ଅଛି ତାକୁ ଆଗାମୀ ଦିନରେ ଆମ ସରକାର ପୂରଣ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ମହାରାଜ। ଆପଣଙ୍କର ଦ୍ୱିତୀୟ ପ୍ରଶ୍ନ, ଇଏ ମଥୁରା ନଗରୀରେ ଯେଉଁ ମହିଳାମାନେ ଅଛନ୍ତି ସେ ମହିଳାମାନଙ୍କର ପାଇଁ ମହିଳା ସଶକ୍ତିକରଣରେ ଆମ ରାଜ୍ୟ ସରକାର କ'ଣ ପଦକ୍ଷେପ ନେଇଛନ୍ତି? ମହାରାଜ, ଆମ ସରକାର ଆସିବା ପୂର୍ବରୁ ଯେତେବେଳେ ଘୋଷଣାପତ୍ରରେ ସ୍ଥାନିତ କରିଥିଲେ ଯଦି ଆମ ଦଳ ସରକାରକୁ ଆସିବ ତେବେ ସର୍ବପ୍ରଥମେ ମହିଳାମାନଙ୍କୁ ସଶକ୍ତକରଣ କରିବ। ଆଉ ସେଥିରେ ମହିଳାମାନଙ୍କୁ ସଶକ୍ତକରଣ କରିବା ପାଇଁ ଯାଇ ଏକ ସ୍ୱତନ୍ତ୍ର ଭାବରେ ସୁଭଦ୍ରା ଯୋଜନା ଲାଗୁ କରିବା ପାଇଁ ଆମ ସରକାର ଆସିବା ପୂର୍ବରୁ ଆମ ଦଳ ମ୍ୟାନିଫେଷ୍ଟୋରେ ବା ଘୋଷଣାପତ୍ରରେ ସ୍ୱତନ୍ତ୍ରତା ଦେଇଥିଲେ ଏବଂ ଆମ କଳିଙ୍ଗ ରାଜ୍ୟରେ ଏ କଥାକୁ କଳିଙ୍ଗବାସୀ ମଧ୍ୟ ଗ୍ରହଣ କରିଥିଲେ ଏବଂ ସରକାର ବଦଳେଇଥିଲେ। ନୂଆ ସରକାର ଆସିଥିଲା ଏବଂ ଭାରତ ବର୍ଷର ସମ୍ରାଟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର ଆଶୀର୍ବାଦରେ ଡବଲ ଇଞ୍ଜିନ୍ର ସରକାର ଯେତେବେଳେ ଆମର କଳିଙ୍ଗରେ ଶାସନ କରିବା ପାଇଁ ଅଧିକାର ପ୍ରାପ୍ତ ହେଲା, ସଙ୍ଗେ ସଙ୍ଗେ ଆମେ କ୍ୟାବିନେଟ୍ ବସେଇ ସେଇଦିନ ଏ ନିଷ୍ପତ୍ତି ନେଇଥିଲୁ ମହିଳାମାନଙ୍କୁ 50,000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବୁ ଏବଂ ପ୍ରତିବର୍ଷ 10,000 ଟଙ୍କା ଦେବୁ, ଗୋଟିଏ କିସ୍ତିରେ 5,000 କରିବୁ। ଆଉ ସେଥିପାଇଁ ଆପଣଙ୍କର ମଥୁରା ନଗରୀର ସମସ୍ତ ମହିଳାମାନଙ୍କୁ, ସମସ୍ତ ମୋର ସୁଭଦ୍ରା ଭଉଣୀମାନଙ୍କୁ ଆମେ 10,000 ଟଙ୍କା ଲେଖା ପ୍ରତିବର୍ଷ ହିସାବରେ ପ୍ରଦାନ କରିସାରିଛୁ ଏବଂ ସେଥିରେ ସମ୍ପୂର୍ଣ୍ଣ ଭାବରେ ଜଣେ ଜଣେ ମହିଳାଙ୍କୁ 15,000 ଟଙ୍କାର ଆର୍ଥିକ ସାହାଯ୍ୟ ଆମ କଳିଙ୍ଗ ସରକାର ତରଫରୁ ପ୍ରଦାନ କରାଯାଇଛି ମହାରାଜ। ସେଇଭଳି ଭାବରେ ଆପଣଙ୍କର ତୃତୀୟ ପ୍ରଶ୍ନରେ କୃଷକମାନଙ୍କର ସଶକ୍ତିକରଣ କଥା କହିଛନ୍ତି। ଇଏ ବରଗଡ଼ ହେଉଛି ସମ୍ପୂର୍ଣ୍ଣ ଭାବରେ ସାରା କଳିଙ୍ଗର ଅର୍ଥାତ୍ ଆଜିର ଓଡ଼ିଶାର ଏକ ଭାତହାଣ୍ଡି କହିଲେ ଅତ୍ୟୁକ୍ତି ହେବ ନାହିଁ। ଯଦି ବରଗଡ଼ରେ ଚାଷ କାର୍ଯ୍ୟ ହେବ ନାହିଁ ତାହେଲେ ନିଶ୍ଚିତ ଭାବରେ ସମ୍ପୂର୍ଣ୍ଣ ଭାବରେ କଳିଙ୍ଗ ନଗର, କଳିଙ୍ଗ ରାଜ୍ୟର ସମସ୍ତେ ସଙ୍କଟରେ ପଡ଼ିବେ, ଖାଦ୍ୟ ସଙ୍କଟରେ ପଡ଼ିବେ। ସେଥିପାଇଁ ଆମ ସରକାର ଚାଷୀଙ୍କର ପାଇଁ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କୃଷକମାନଙ୍କର ସଶକ୍ତିକରଣ ନାଁରେ ମୁଖ୍ୟମନ୍ତ୍ରୀ କୃଷି ଯୋଜନାରେ କୃଷକମାନଙ୍କୁ ଶସ୍ୟ କିଭଳି ଅଧିକ ଉତ୍ପାଦନ ହେବ ଏବଂ ଯେତେବେଳେ ଚାଷ କାର୍ଯ୍ୟ ଆରମ୍ଭ ହେବ ସେତେବେଳେ ବିହନ ଉତ୍ତମ ମାନର, ଉତ୍ତମ କିସମର ବିହନ ପ୍ରଦାନ କରାଯିବ, ସାର ପ୍ରଦାନ କରାଯିବ ଏବଂ କୀଟନାଶକ ଔଷଧ ମଧ୍ୟ ଚାଷୀମାନଙ୍କ ହାତରେ ଦେବା ପାଇଁ ଭାରତ ସରକାର PM କିଷାନରେ 6,000 ଟଙ୍କା ଗୋଟିଏ କିସ୍ତିରେ 3,000 କରି ବର୍ଷକୁ 6,000 ଟଙ୍କା ପ୍ରଦାନ କରୁଛନ୍ତି। ତା ସହିତ ରାଜ୍ୟ ସରକାର ମଧ୍ୟ CM କିଷାନରେ ବର୍ଷକୁ 2ଟି କିସ୍ତିରେ 2,000 କରି 4,000 ଟଙ୍କା ପ୍ରଦାନ କରୁଛନ୍ତି। ଇଏ ଚାଷ କାର୍ଯ୍ୟ ସମୟରେ ଗୋଟିଏ ବର୍ଷରେ 10,000 ଟଙ୍କା ଅନୁଦାନ ଡବଲ ଇଞ୍ଜିନ୍ ସରକାର ପ୍ରାପ୍ତ କରାଯାଉଛି ମହାରାଜ। ଏବଂ ଯେତେବେଳେ ଚାଷ ହେଲା ପରେ ଯେଉଁ ଶସ୍ୟ ଆମଦାନୀ ହେଉଛି ସେ ସମୟରେ ଯେଉଁ କେନ୍ଦ୍ର ସରକାର ନିର୍ଦ୍ଧାର୍ଯ୍ୟ କରିଛନ୍ତି MSP ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଗତ ଏ ଚଳିତ ବର୍ଷରେ 2300 ଟଙ୍କା କେନ୍ଦ୍ର ସରକାର ରଖିଥିବା ପରିସ୍ଥିତିରେ
आम सरकार संकल्प नहीं आम दल संकल्प नहीं जिते सरकार आसो से आम पर क्विंटाल धान को आम 3100 टंकार अर्थात 3100 टंकार पर क्विंटाल हिसाब से सरकार किणवे एवं चाषी जो सर्वनिम्न सहायक मूल्य सहित आम वन साकार इनपुट असिस्टांट आकार 800 टंका पर क्विंटाल प्राप्त करें। महाराज आप जानी अतीत जिते बड़े गत 24 वर्षर कलिंगर सम्राट जिते बड़े घोषणा करते आपंकर बरगढ़ जिलार सहेलारे चाषी से कही पर क्विंटाल रे 100 टंका बोनस देवे बोली किंतु तांकर कथा पानीर गार सदृश रहीगला से 100 टंका दे पारिले नहीं। आम मान्यवर विधायक आपंकर राज्य अतिथि हिसाब से मंच रे आज अच्छी से कहते ये जे तांकर वंशर जो राजनीति थिला कलिंगरे 34 वर्ष ये शासन करले किंतु कलिंगर विकास है नहीं आउ मथुरा नगरी कौन सी विकास हो पारा नहीं किंतु आज आम सरकार आसला आम चाषी अनेक जुगान्तकारी पदक्षेप नहीं आउ से आज ये चाषी आज तांकु आम इनपुट असिस्टांट हिसाब से 800 टंका जदि ये बरगढ़ एक चाषी अंचल एठिकार चाषी खरीफ ऋतु रवि ऋतु अनेक फसल ये उत्पादन करुच्ची एवं पर क्विंटाल रे अधिक धान उत्पादन होउची हिसाब करी देखा जाइछि जे प्रति चाषी एठी इनपुट असिस्टांट हिसाब रे पाखापाखि 50,000 टंका ए अंचल चाषी सी अधिक टंका एठी प्राप्त होउछि। जदि आम गोटे चाषी परिवार रो हिसाब करवा महाराज ताहले चाषी को इनपुट असिस्टांट हिसाब रे 40 टंका आम प्रदान 40,000 टंका प्रदान करलु डबल इंजन सरकार रे पीएम किसान सीएम किसान रे 10,000 टंका प्राप्त हैला एवं से ही भाव जदि आम देखा ताहले से चाषी परिवार सुभद्रा योजना रे पाउथबा आमर माँ भौणी मैंने सेमाने 10,000 पाँच स्वतंत्र भाव में बरगढ़ अंचल चाषी 50,000 टंका इतने अधिक आर्थिक सहायता पाखक आसूची ये समस्त को जब देखा ताहले 70,000 टंका अधिक ये बरगढ़ अंचल अर्थात मथुरा नगरीर समस्त चाषी माने आज उपकृत होउछन्ते महाराज तेणु आपण जेतिकी आशा करथिले ताठारु आम सरकार अधिक चाषी काम करुछन्ते तथापि आज जिते बड़े मु आपंकर निमंत्रण को रक्षा करी मथुरा नगरी को आसी आपण दरबार को आसवा पूर्वर आपंकर प्रजा माने मते अतिथि भवन रे देखा करी मते विभिन्न समस्या चाषी बाबद आलोचना करुले मते दाबी प्रस्ताव मान से ये खरीफ रे रवि रे एवं धान संग्रह समय रे किभली भाव आपंकर धान को लिफ्ट करा जाई पारु नाही केते बळे कटनी छटनी होउची केते बळे टोकन लेट रे प्राप्त होउची बोली ये समस्त गोटे मुहूर्त रे गोटे 2 दिन समस्या महाराज ये समस्या को निश्चित भाव में आम सरकार समाधान करेंगे तिले मात्र थे संदेह ना मु आपन को कथा दूसरी प्रतिश्रुति दूसरी यह निश्चित भाव में खूब शीघ्र ये समस्यार समाधान हेबो एवं से मु अवगत निमंते आपन को सूचाई देवाई चाहूँगी जे 2023-24 खरीफ और रवि ऋतु आपंकर ये मथुरा नगरी रे अर्थात बरगढ़ अंचल 2,08,692 जन चाषी 12,36,000 मेट्रिक टन धान संग्रह करा जाइथिला एवं चाषी मानकु एथि निमंते 2,698 कोटी 79 लाख टंका प्रदान करा जाइथिला जहाँकि अन्य राज्य तुलन यथेष्ट अधिक महाराज से भाव में 2024-25 आर्थिक वर्षर खरीफ और रवि ऋतु
ଏଥିରେ ଆହୁରି ଅଧିକ 2,41,135 ଜଣ ଚାଷୀଙ୍କୁ 13,69,000 ମେଟ୍ରିକ୍ ଟନ୍ ଏ ଧାନ ସଂଗ୍ରହ କରାଯାଇଥିଲା। ଏବଂ ସେଥିରେ ଯଦି ଆମେ ଦେଖିବା ତାହେଲେ ସମସ୍ତ ଏ ଅର୍ଥରାଶିକୁ ମିଶାଇଲେ ଏ ବରଗଡ଼ ଅଞ୍ଚଳର ଚାଷୀକୁ ସମ୍ପୂର୍ଣ୍ଣ ଭାବରେ 4,338 କୋଟି 34 ଲକ୍ଷ ଟଙ୍କା ସେମାନଙ୍କୁ ପ୍ରଦାନ କରାଯାଇଛି, ଯାହାକି ସର୍ବକାଳୀନ ରେକର୍ଡ ମହାରାଜ। ତେଣୁ ନିଶ୍ଚିତ ଭାବରେ ମୁଁ ଭାବିବି ଏଥିରେ ଆପଣ ଯେଉଁ ମୋତେ ଆଶା କରିଥିଲେ ଏହି ମଥୁରା ମହାନଗରୀର ମଥୁରା ରାଜ୍ୟର ସମସ୍ତ ଚାଷୀ ଏବଂ ସମସ୍ତ ମହିଳାମାନେ ଏବଂ ସମସ୍ତ ଏ ଅଞ୍ଚଳର ମଥୁରାବାସୀ କିଭଳି ଭାବରେ ସୁଖ ଶାନ୍ତିରେ ରହିବେ, ସେମାନଙ୍କର ଉନ୍ନତି ହେବ, ସେମାନଙ୍କୁ ଅଧିକ ସେବା ଦିଆଯାଇପାରିବ, ତାହା ଆମ ସରକାର ଆଜି ଆପଣଙ୍କର କଥା ଅନୁସାରେ ଆପଣଙ୍କର ପରାମର୍ଶ ଅନୁସାରେ ତାକୁ ଆମ ସରକାର ପୂରଣ କରିବା ପାଇଁ ଯାଉଛନ୍ତି। ତେଣୁ ଆପଣଙ୍କୁ ମୁଁ ନିଶ୍ଚିତ ଭାବରେ ଏଥିରେ ଯେଉଁ ପ୍ରଶ୍ନ କହିଥିଲେ ସେ ପ୍ରଶ୍ନର ଉତ୍ତର ମୁଁ ଆପଣଙ୍କ ପାଖରେ ରଖିସାରିଛି ମହାରାଜ। धन्यवाद। आत्मतृप्ति लाभ कर महावीर कंसास परवर्ती कार्यक्रम को आगे देवजी आदेश सतपति बाबू करी कलिंग सम्राट मान्यवर मुख्यमंत्री से राज आसन ग्रहण करेंगे महाराज। धन्य एथर आसन अलंकृत करंतु कलिंग सम्राट। हमर लोकंकर मुख्यमंत्री तांकर आमे दुईपद शुभाशीर्वाद सहयोग कामना करी तांकर किसी वक्तव्य आम शुणा महाराज मथुरावासी अपेक्षा कर रही। मुझे अनुरोध करी से तांकर वक्तव्य प्रदान करेंगे महाराज। जय जगन्नाथ, जय जगन्नाथ, जय बाबा नृसिंहनाथ, जय माँ समलई, जय श्री राधे कृष्ण। कलिंग सम्राट जगन्नाथ मथुरा राज्य पुणे जगन्नाथ गान चलु जगतर नाथ जगन्नाथ दापर जुगर ये जगतर नाथ कंस महाराज। धन्य धन्य कलिंग सम्राट। हेले ध्यान देवे कहीं चतुर्पार्श्वर शत्रु घेरिकी रही जेकोसी मुहूर्त आक्रमण करते मानसिक प्रहरी महामंत्री सत्यना विद्या कहीं षड्यंत्र रचना करना तो देवता मंडली मोहरी मुख्य अतिथि सहित महाराज आपण अतिथि बारे अतिथि देव भव सतर्क रखते आम सेना बाहिनी गले महाराज पिंपुड़ी सीधा प्रवेश कर रंग महले से दायित्व विचक्षण महामंत्री सम्राजित वक्तव्य प्रकाश करते मंत्री महाराज कंसंकर जय हो। आज ये धनुयात्रा कार्यक्रम रे कंस महाराजंकर दरबार रे कंस महाराज भूमिका श्रीयुक्त सुशील मेहर महोदय, मान्यवर सांसद बरगढ़ श्रीयुक्त प्रदीप पुरोहित महोदय, मान्यवर विधायक बरगढ़ श्रीयुक्त अश्विनी कुमार षडंगी महोदय, मान्यवर विधायक अताबिरा
ଶ୍ରୀଯୁକ୍ତ ନିହାରଞ୍ଜନ ମହାନନ୍ଦ ମହୋଦୟ, ମାନ୍ୟର ବିଧାୟକ ଭଟିଲି ଶ୍ରୀଯୁକ୍ତ ଇରାଶିଷ ଆଚାର୍ଯ୍ୟ ମହୋଦୟ, ମାନ୍ୟବର ବିଧାୟକ ବିଜେପୁର ଶ୍ରୀଯୁକ୍ତ ସନତ ଗଡ଼ତିଆ ମହୋଦୟ, ଆଇଜି ଶ୍ରୀଯୁକ୍ତ ହିମାଂଶୁ ଲାଲ, ଜିଲ୍ଲାପାଳ ବରଗଡ଼ ଆଦିତ୍ୟ ଗୋୟଲ, ଆରକ୍ଷୀ ଅଧୀକ୍ଷକ ବରଗଡ଼ ପ୍ରହ୍ଲାଦ ସ୍ୱାଇଁ ମୀନା, IPS ପ୍ରୋଫେସନର କମଲ ଗର୍ଗ, ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥୀ ମହୋଦୟ, ମୋର ପ୍ରିୟ ସମସ୍ତ ବରଗଡ଼ବାସୀ, ଉପସ୍ଥିତ ଜନତା ଜନାର୍ଦ୍ଦନ, ସମସ୍ତ ମାତୃଶକ୍ତି, ସମସ୍ତ ଗୁରୁଜନ, ଗଣମାଧ୍ୟମର ବନ୍ଧୁଗଣ ଏବଂ ପ୍ରିୟ ସମସ୍ତ ଭାଇ ଓ ଭଉଣୀମାନେ, सबको मोर जुहार। विश्व सर्वबृहत मुक्ताकाश रंगमंच तथा धनुजात्रा महोत्सव आयोजन करुवा कंस महाराज आरु समग्र मथुरा नगरवासी के 78तम बरगढ़ धनुजात्रा महोत्सव के स्वागत और अभिनंदन जनाऊे। कला संस्कृति एवं परंपरा ये भारतीय सभ्यतार एक अभिन्न अंग। यही असीमित भारतीय कला संस्कृतिर एक दिग हूँ लोककला, लोकनृत्य एवं लोकसंगीत। ओडिशार कोण अनुकोण भरी रही लोककला एवं लोकनृत्यर मधुर मूर्छना आमे समस्ते शुणी एवं आज जितेबले मुझे मथुरा नगरी को आसिली भव्य स्वागत महाराज कंसंकर द्वारा जितेबले करागला अतिथि भवन ये मथुरा नगरीर ये राजमहल को आसवा मध्य अनेक समस्त प्रजा भाई भौणी मैंने विभिन्न नृत्यर ताले ताले डाल खाई रसल खेड़ी माइली चढ़ी नचनिया दंड घुमुरा ढाप करमा घुमुरा दुलदुली परी लोकनृत्य संपूर्ण भाव ये पश्चिम ओडिशार जो आम समृद्ध कलाकार भाई भौणी मैंने स्वागत करें। विश्व प्रसिद्ध धनुजात्रा ही लोककलार एक महत्वपूर्ण अंग मध्य। ये विश्व प्रसिद्ध धनुजात्रार उत्साह उद्दीपना आलोकर वर्णाली और नृत्य संगीत मध्य आपण मानकर बड़ी लक्ष लक्ष लोकंकर समागम मध्य जगदवा निश्चित भाव में मो सौभाग्यर कथा। भारतीय संस्कृति में भगवान श्रीकृष्णकर बाल्यलीला अनन्य प्रेममय और सात्विक तथा नैसर्गिक प्रेमर निदर्शन। वृंदावन रे जमुना कुंजवन रे गोपी लीला खेला को नहीं भारतीय साहित्य रे अनेक कहानी कविता लोककथा लेखा जाए। श्रीकृष्णकर खेला मध्य मथुरा यात्रा मथुरावासी विशेष भाव गोपांगना को सबुठ अधिक व्यथित करता किंतु यह था विधिर विधान। भगवान निजे धर्मर सुरक्षा धरापृष्ठ अवतरण होता केते बड़े मत्स्य रूप तो केते बड़े बराह रूप तो केते बड़े प्रभु नरसिंह रूप राम अवतार दुष्ट रावण को संहार करने वनवास दंड भोगी तो दापर जुगे दुष्ट निवारण कर पुनर्बार धर्म प्रतिष्ठा करने को श्रीकृष्ण रूप धरापृष्ठ जन्मलाभ करते। भारतर विभिन्न स्थान में प्रभु श्रीकृष्णकर जीवनी नहीं अनेक नृत्य संगीत नाटक यात्रा भली अनेक चलचित्र प्रस्तुत होती वर्तमान भी अनेक जगह अनुष्ठित हो। किंतु मु गर्वर सह कहबी जे ये बरगढ़ मुक्ताकाश धनुजात्रा सबुठारु अनन्य एवं अलगा। यही धनुजात्रा समय समग्र बरगढ़ जिला कृष्ण प्रेम हजि जाए। पिला ठारू वरिष्ठ नागरिक पर्यंत समस्ते निज निजर जीवन सुविधा असुविधा टेंशन को भूली जाई कंस महाराजंकर प्रजा होता। बरगढ़ सृष्टि हुए मथुरा नगरी एवं वृंदावन आउ जीरा नदी पलटि जाए जमुना नदी।
ଭଗବାନ ଶ୍ରୀକୃଷ୍ଣଙ୍କର ଲୀଳା ମଧ୍ୟରେ ନିଜକୁ ହଜାଇ ଦେଇ ଆପଣମାନେ ସମସ୍ତେ ପରମ ଆନନ୍ଦ ଓ ପରମ ସୌଭାଗ୍ୟ ମଧ୍ୟ ପ୍ରାପ୍ତି କରିଥାନ୍ତି। ଏଣୁ ଧନୁଯାତ୍ରା ହେଉଛି ସାମାଜିକ ଜୀବନରେ ଆଧ୍ୟାତ୍ମିକତାର ଏକ ପ୍ରକୃଷ୍ଟ ନିଦର୍ଶନ। ଏଠି ମୁନି ଋଷିମାନେ ଭଗବାନଙ୍କୁ ପାଇବା ପାଇଁ ଅନେକ ତପସ୍ୟା କରିଥାନ୍ତି। ଜୀବନର ସମସ୍ତ ସମୟ ଧ୍ୟାନ ଈଶ୍ୱର ଭକ୍ତିରେ ସେମାନେ ମଧ୍ୟ ବିତେଇଥାନ୍ତି। କିନ୍ତୁ ବୃନ୍ଦାବନରେ ଗୋପୀମାନେ ସ୍ୱୟଂ ଭଗବାନ କୃଷ୍ଣଙ୍କ ସହିତ ସମୟ କାଟୁଥିଲେ, ଥଟ୍ଟା ମଜା ହେଉଥିଲେ ଏବଂ କୃଷ୍ଣଙ୍କ ବାଲ୍ୟକାଳ ପୁରା ଗୋପୀମାନଙ୍କର ସହିତ ହିଁ କଟିଥିଲା। ଅନେକ କହନ୍ତି ଯେ ମୁନି ଋଷିମାନେ ଭଗବାନଙ୍କର ସାକ୍ଷାତ ପାଇବା ପାଇଁ ଗୋପୀମାନଙ୍କର ରୂପରେ ସେମାନେ ଜନ୍ମ ହେଇଥିଲେ। ଦ୍ୱାପର ଯୁଗ ଆଉ ନାହିଁ, କିନ୍ତୁ ଏହି ବରଗଡ଼ ସହରରେ ଏଠି ଗୋପପୁର ଅଛି, ମଥୁରା ବି ଅଛି, ଶ୍ରୀକୃଷ୍ଣ ବି ଏଠି ଅଛନ୍ତି, ଆଉ ମହାରାଜ କଂସ ମଧ୍ୟ ଏଠି ଅଛନ୍ତି। ଆଉ ଆପଣମାନେ ସମସ୍ତେ ମଥୁରା ନଗରୀର ପ୍ରଜା ହିସାବରେ ମଧ୍ୟ ଇଏ 11 ଦିନ ଧରି ଚାଲିଥିବା ଧନୁ ମହାଯାତ୍ରାର ଧନୁ ମହୋତ୍ସବର ଆପଣମାନେ ସମସ୍ତେ ପ୍ରଜା ହିସାବରେ ଆଜି କାମ କରୁଛନ୍ତି, ପ୍ରଜା ହିସାବରେ ଆଜି ଉତ୍ସବକୁ ମଧ୍ୟ ପାଳନ କରୁଛନ୍ତି। ଆଉ ସେଥିପାଇଁ ନିଶ୍ଚିତ ଭାବରେ ଆପଣମାନଙ୍କୁ ମୁଁ ସମସ୍ତଙ୍କୁ ଆଜି ଏଭଳି ଏକ ଧନୁଯାତ୍ରା ମହୋତ୍ସବର ଶୁଭ ଅବସରରେ ଆପଣମାନଙ୍କୁ ଧନ୍ୟବାଦ ଦେଉଛି। ଏହା କେବଳ ବରଗଡ଼ରେ ନୁହଁ, କି ପଶ୍ଚିମ ଓଡ଼ିଶାରେ ନୁହଁ, କି ଓଡ଼ିଶାରେ ନୁହଁ, ଆଉ କେବଳ ଭାରତ ବର୍ଷରେ ମଧ୍ୟ ନୁହଁ, ବିଶ୍ୱରେ ଅନେକ ଜାଗାରୁ ଅନେକ ଲୋକଙ୍କର ପାଖରୁ କୋଣ ଅନୁକୂଳରୁ ଏ ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚକୁ ଦେଖିବା ପାଇଁ, ଅନୁଭବ କରିବା ପାଇଁ ଅନେକ ସ୍ଥାନରୁ ଲୋକଙ୍କର ସୁଅ ଛୁଟିଥାଏ ଏବଂ ସେମାନେ ଇଏ ବରଗଡ଼କୁ ଆସିଥାନ୍ତି। ବରଗଡ଼ ସଂସ୍କୃତିର ଦିବ୍ୟ ଅନୁଭବ ନେଇକରି ଦୀର୍ଘ 11 ଦିନ ଧରିକରି ଏ ଉତ୍ସବରେ ଭାଗ ନେଇ ସେମାନେ ମଧ୍ୟ ଫେରିଥାନ୍ତି। ଆଉ ଏହା ନିଶ୍ଚିତ ଭାବରେ ସାରା ବିଶ୍ୱରେ ଏଭଳି ଏକ ଉତ୍ସବ ନିଆରା। ଆଜି ଏଠି 200ରୁ ଅଧିକ ସ୍କ୍ରିପ୍ଟ ବିନା, ଯେଉଁ ହସ୍ତଲିପି ବା ସ୍କ୍ରିପ୍ଟ ବିନା 22ରୁ ଅଧିକ ମଞ୍ଚରେ କଳାକାରମାନଙ୍କର ଯେଉଁ ଅଭିନୟ ନିଶ୍ଚିତ ଭାବରେ ଆଜି ଆମ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଛି। ଏଥିରେ 250ରୁ ଅଧିକ ଜିଲ୍ଲା, ରାଜ୍ୟ, ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ସାଂସ୍କୃତିକ ଦଳ ଦ୍ୱାରା ବିଭିନ୍ନ ଅଭିନୟ ନୃତ୍ୟ ମଧ୍ୟ ପ୍ରଦର୍ଶିତ ହୁଏ। ଆଉ 15 ଲକ୍ଷରୁ ଅଧିକ ଲୋକ ଅନନ୍ୟ ଉତ୍ସବକୁ 11 ଦିନ ଧରିକରି ଏଠି ଆସୁଛନ୍ତି। ଆଜି ଏ ରଙ୍ଗମଞ୍ଚରେ ଶ୍ରୀଲଙ୍କାର ଏକ ଟିମ୍ ମଧ୍ୟ ଆସିଛନ୍ତି। ସେମାନେ ମଧ୍ୟ ଆଉ କିଛି ସମୟ ପରେ କାର୍ଯ୍ୟକ୍ରମ ଆପଣମାନଙ୍କ ପାଖରେ ରଖିବେ। ତେଣୁ ନିଶ୍ଚିତ ଭାବରେ ଏ ଧନୁଯାତ୍ରା ମହାରାଜ କଂସଙ୍କର ରାଜତ୍ୱର ଅନନ୍ୟ ନାଟ୍ୟ ଚିତ୍ରଣ ସହିତ ସାଂସ୍କୃତିକ ଶୋଭାଯାତ୍ରା, ରଙ୍ଗେଲି ଓ ଚିତ୍ରକଳା ପ୍ରଦର୍ଶନୀ, ଚିତ୍ରଶିଳ୍ପୀ ଶିବିର, ହସ୍ତତନ୍ତ ମେଳା, ମୀନା ବଜାର, ପଲ୍ଲିଶ୍ରୀ ମେଳା ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆଜି ସ୍ଥାନୀୟ ସଂସ୍କୃତି ଅର୍ଥନୀତିକୁ ମଧ୍ୟ ନିଶ୍ଚିତ ଭାବରେ ପ୍ରଭାବିତ କରିଛି ଏବଂ ଅର୍ଥନୀତିରେ ଆଜି ନିଶ୍ଚିତ ଭାବରେ ଇଏ ଜିଲ୍ଲା ମଧ୍ୟ ଅଧିକ ସମୃଦ୍ଧି ହେବା ପାଇଁ ଇଏ ଧନୁଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟର ପୂରଣ ମଧ୍ୟ ହେଉଛି। ତେଣୁ ନିଶ୍ଚିତ ଭାବରେ ମୁଁ କହିବା ପାଇଁ ଚାହିଁବି, ଆଜି ଇଏ ଗତ 11 ବର୍ଷର ଭାରତରେ ଏକ ଅନନ୍ୟ ବିପ୍ଳବ ସୃଷ୍ଟି ହୋଇଛି। ମାନନୀୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ସାଂସ୍କୃତିକ ରାଷ୍ଟ୍ରବାଦ ପୁନର୍ଜନ୍ମ ହୋଇଛି, ଏ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଉ ସେଇଥିପାଇଁ ତ ଆଜି ଡବଲ ଇଞ୍ଜିନ ସରକାରରେ ଆଜି ରାଷ୍ଟ୍ରବାଦର ପୁନର୍ଜନ୍ମ କଥା ଯେଉଁ ମୁଁ କହିଛି, ସେଥିରେ ତାଙ୍କର ମନ୍ତ୍ର ହେଉଛି ବିକାଶ ବି ବିରାସତ ବି। ତେଣୁ ନିଶ୍ଚିତ ଭାବରେ ଏଠି ବିକାଶ ହେବା ସହିତ ମଧ୍ୟ ଏ ସଂସ୍କୃତିକୁ କିଭଳି ଭାବରେ ପୁନର୍ଜାଗ୍ରତ କରିକିରି ସାଂସ୍କୃତିକ ରାଷ୍ଟ୍ରବାଦ କରିବାର ଯେଉଁ ସଂକଳ୍ପ, ତାହା ଆଜି ପୁରା ହେବା ପାଇଁ ଯାଉଛି। ଆଉ ଏ ଧନୁଯାତ୍ରା ମହୋତ୍ସବ ନିଶ୍ଚିତ ଭାବରେ ଏଥିରେ ସମ୍ପୂର୍ଣ୍ଣ ଭାବରେ ଏହାକୁ ଆହୁରି ଅଧିକ ଦିବ୍ୟ ଆଉ ଭବ୍ୟ କରିବା ପାଇଁ ଆଜି ଆମ ସରକାର ଏଥିରେ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରିବା ପାଇଁ ଆଜି ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି। ଯଦି ଆମେ ଏ ସାଂସ୍କୃତିକ ରାଷ୍ଟ୍ରବାଦ କଥା କହିବା,
ତାହେଲେ ଆଜି ଭାରତବର୍ଷରେ ଯଦି ଆମେ ଚିତ୍ରକୁ ଦେଖିବା, ଇଏ ପୁଣ୍ୟଭୂମି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କର ଭବ୍ୟ ମନ୍ଦିର, କୁମ୍ଭ ମେଳାରେ ପ୍ରୟାଗରେ 66 କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କର ଇଏ ଯାତ୍ରା ବିଶ୍ୱରେ ଅନନ୍ୟ। ଆଉ ତାହା ସହିତ ମଧ୍ୟ କାଶୀ ବିଶ୍ୱନାଥ ମନ୍ଦିରର ପୁନର୍ନିର୍ମାଣ, ମଥୁରା ମହାକାଳ ପରି ବିଶ୍ୱବିଖ୍ୟାତ ମନ୍ଦିରର କାୟାକଳ୍ପ, ଉତ୍ତର ଭାରତର ଚାରିଧାମର ଯାତ୍ରାପଥର ଉନ୍ନତିକରଣ ଏ ସାଂସ୍କୃତିକ ରାଷ୍ଟ୍ରବାଦର ଏକ ପ୍ରକୃଷ୍ଟ ଉଦାହରଣ। ଆଉ ସେଇଥିପାଇଁ ତ ମୁଁ ଆଜି କହୁଛି ଯେ ନିଶ୍ଚିତ ଭାବରେ ଇଏ ପଶ୍ଚିମ ଓଡ଼ିଶାର ଇଏ ବରଗଡ଼ର ଧନୁଯାତ୍ରା ମହୋତ୍ସବ ଇଏ ନିଶ୍ଚିତ ଭାବରେ ଆଗାମୀ ଦିନରେ ବିଶ୍ୱସ୍ତରର ଇଏ ସ୍ୱତନ୍ତ୍ରତା ପାଇବା ପାଇଁ ଯାଉଛି। ତେଣୁ ଆଜି ଆମକୁ ଅନେକ ସମୟରେ ଏ ସାଂସ୍କୃତିକ ରାଷ୍ଟ୍ରବାଦର ଯେଉଁ ଅନେକ ଭିନ୍ନ ଦିଗ ଗୁଡ଼ିକ ଅଛି, ତାହା ହେଉଛି ସାଂସ୍କୃତିକ ଅର୍ଥନୀତି ମଡେଲ, ପ୍ରୟୋଗର କୁମ୍ଭମେଳା, ପୁରୀର ରଥଯାତ୍ରା, ନବରାତ୍ରର ଗୁଜରାଟର ଗର୍ବା ହେଉ ବା ମହୀଶୂରର ଇଏ ଦଶହରା ହେଉ, ଇଏ ସବୁ ପର୍ବ ଦେଶର ଅର୍ଥନୀତି ଉପରେ ନିଶ୍ଚିତ ଭାବରେ ପ୍ରଭାବ ପକାଇଥାଏ। ପର୍ଯ୍ୟଟନର ଅଭିବୃଦ୍ଧି ହୁଏ ଏବଂ ସ୍ଥାନୀୟ ଉତ୍ପାଦନ ମଧ୍ୟ ବୃଦ୍ଧି ହୋଇଥାଏ। ଆଉ ଏଠି ନିଶ୍ଚିତ ଭାବରେ ଏ ଧନୁଯାତ୍ରା ମହୋତ୍ସବ ସାଂସ୍କୃତିକ ଅର୍ଥନୈତିକ ମଡେଲର ମଧ୍ୟ ଏକ ସୁନ୍ଦର ଉଦାହରଣ କହିଲେ ଇଏ ଅତ୍ୟୁକ୍ତି ହେବ ନାହିଁ। ଏଣୁ ନିଶ୍ଚିତ ଭାବରେ ଏଥିରେ ମୋଦିଜୀଙ୍କର ଯେଉଁ ବିକାଶ ବିରାସତୀ ମନ୍ତ୍ର ଅଛି, ସେଥିରେ ଓଡ଼ିଆ ସ୍ମିତାକୁ ପ୍ରଶାସନରେ ଏକ ଅଭିନ୍ନ ଅଙ୍ଗ ଭାବେ ବିବେଚନା କରାଯାଉଛି। ଆମ ସରକାର ପ୍ରଥମ କ୍ୟାବିନେଟ୍ରେ ହିଁ ଆମେ ସେଇଭଳି ଭାବରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏ ମନ୍ଦିର ପାଇଁ 2 ପ୍ରମୁଖ ନିଷ୍ପତ୍ତି ଆମ ସରକାର ନେଇଥିଲେ। ଏଥିରେ ଆମେ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା ସହିତ 500 କୋଟି ଟଙ୍କାର କର୍ପସ୍ ଫଣ୍ଡ ଗଠନ କରିବା ଏବଂ ରାଜ୍ୟର ବିଭିନ୍ନ ମଠ ମନ୍ଦିରର ବିକାଶ ପାଇଁ ଆର୍ଥିକ ସହଯୋଗ ମଧ୍ୟ ଇଏ ପ୍ରଦାନ କରିବା ପରିପ୍ରେକ୍ଷୀରେ ଆମ ସରକାର ତାହାର ସବୁ କ୍ଷେତ୍ରରେ ଆଜି ଉପଯୁକ୍ତ ପଦକ୍ଷେପ ନେଉଛନ୍ତି। ଏଠି 200 କଳାକାରଙ୍କୁ 10,000 ଟଙ୍କା ଲେଖାଏଁ ସମ୍ମାନ ରାଶି ପ୍ରଦାନ କରାଯାଉଛି। ଗତ ବର୍ଷ 150 ଜଣ କଳାକାରଙ୍କୁ ଦିଆଯାଇଥିବା ପରିପ୍ରେକ୍ଷୀରେ ଏଥର 200 ଜଣଙ୍କୁ ଦେବାର ବ୍ୟବସ୍ଥା ମଧ୍ୟ ଆମ ସରକାର କରିଛନ୍ତି। ଏବଂ ତାହା ସହିତ ଏ ଧନୁଯାତ୍ରା ଯେଭଳି ୟୁନେସ୍କୋ ଦ୍ୱାରା ବିଶ୍ୱ ଐତିହ୍ୟ ମାନ୍ୟତା ପାଇବ, ସେଥିପାଇଁ ଏକ ସ୍ୱତନ୍ତ୍ର କମିଟି ମଧ୍ୟ କରାଯାଇଛି ଏବଂ ତାର ଅଧ୍ୟୟନ ଜାରି ରହିଛି। ମୁଁ ନିଶ୍ଚିତ ଭାବରେ ଦୃଢ଼ ନିଶ୍ଚିତ ଯେ ଏଥିରେ ଆମ ରାଜ୍ୟ ସରକାର ସଫଳ ହେବେ। ଆଜି ନହେଲେ କାଲି ବରଗଡ଼ ଧନୁଯାତ୍ରା ବିଶ୍ୱ ଐତିହ୍ୟ ମାନ୍ୟତା ନିଶ୍ଚିତ ଭାବରେ ହାସଲ କରିବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ଏବଂ ଧନୁଯାତ୍ରା ପାଇଁ ଯେଉଁ ସ୍ଥାୟୀ ରଙ୍ଗମହଲ ନିର୍ମାଣ, ଏହା ନିଶ୍ଚିତ ଭାବରେ କରାଯିବ, ଏ କଥା ମୁଁ ଆପଣମାନଙ୍କର ପାଖରେ ରଖିସାରିଛି। ସେଇଭଳି ଭାବରେ ବରଗଡ଼ ସହରର ଅନେକ ମନୋରମ ତୋରଣ ମଧ୍ୟ ଏଠି ଆପଣ ନିର୍ମାଣ କରିକରି ସାଜସଜ୍ଜା କରିଛନ୍ତି, ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରିଛନ୍ତି। ଆଉ ଏହି ଧନୁଯାତ୍ରା ଉପରେ ଅଧ୍ୟୟନ କରିବା ପାଇଁ ନ୍ୟାସନାଲ୍ ସ୍କୁଲ ଅଫ୍ ଡ୍ରାମାରୁ ଡାଇରେକ୍ଟର ଏବଂ ଆସିଷ୍ଟାଣ୍ଟ ଡାଇରେକ୍ଟରମାନେ ଏଠି ଉପସ୍ଥିତ ଅଛନ୍ତି। ସେମାନେ ମଧ୍ୟ ଏହା ଉପରେ ଅଧ୍ୟୟନ କରିବେ, ରିପୋର୍ଟ ଦେବେ ଏବଂ ଉପଯୁକ୍ତ ଏହାରି ମଧ୍ୟରେ ଡକୁମେଣ୍ଟ ମଧ୍ୟ ସେ ପ୍ରଦାନ କରିବାର ଏହି କାର୍ଯ୍ୟକ୍ରମ ମଧ୍ୟ ଜାରି ରହିଛି। ଏବଂ ସବୁବେଳେ ଆମ ସରକାର ଆସିବାର 1.5 ବର୍ଷ ପୂରଣ ହୋଇଯାଇଛି। ଏବଂ ରାଜ୍ୟବାସୀଙ୍କୁ ଅଧିକ ସୁଖ ସ୍ୱାଚ୍ଛନ୍ଦ୍ୟରେ ରଖିବା ପାଇଁ, ସେମାନଙ୍କର ବିକାଶ ପଥରେ ଆଗକୁ ନେବା ପାଇଁ ସମ୍ପୂର୍ଣ୍ଣ ଭାବରେ ଆମ ସରକାର ଗୁରୁତ୍ୱ ଦେବା ସହିତ ରାଜ୍ୟର ପ୍ରତି ବର୍ଗ ଯେଭଳି ଭାବରେ ମହିଳା, ଗରିବ, ଯୁବା, ଅନ୍ନଦାତା, ଶ୍ରମିକ, ଛୋଟ ବେପାରୀ ସମସ୍ତଙ୍କର ପାଇଁ କିଛି ନା କିଛି ଯୋଜନା ଖଞ୍ଜି ଦେଇଛନ୍ତି, ଯେଉଁଥିରେ କି ରାଜ୍ୟର ଭିତ୍ତିଭୂମି ସହିତ ଉଦ୍ୟୋଗର ବିକାଶକୁ ବି ଆମେ ତାକୁ ଯୋଡ଼ିବା ସହିତ ଇଏ ସମ୍ପୂର୍ଣ୍ଣ ଭାବରେ ରାଜ୍ୟକୁ ଆଗକୁ ନେବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ଆଗାମୀ ଦିନରେ ଶିଳ୍ପ କେମିତି ପ୍ରତିଷ୍ଠା ହୋଇପାରିବ, ସେଥିପାଇଁ ପ୍ରତି ଜିଲ୍ଲାରେ ଶିଳ୍ପ କେମିତି ହେବ, ତାହା ଉପରେ ମଧ୍ୟ ଆମ ସରକାର ଫୋକସ୍ କରୁଛନ୍ତି। ସେଥିପାଇଁ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ 2025 ଏ ସଂସ୍କରଣରେ ମାନ୍ୟବର ପ୍ରଧାନମନ୍ତ୍ରୀ ନିଜେ ଆସିଥିଲେ ଏବଂ ସାରା ବିଶ୍ୱରୁ ଅନେକ ଇନଭେଷ୍ଟର ମାନେ ଏଥିରେ ଆସିକି ସେମାନେ 22 ଲକ୍ଷ କୋଟି ଟଙ୍କାର ପ୍ରସ୍ତାବ ଦେଇଥିଲେ। 17 ଲକ୍ଷ କୋଟି ଟଙ୍କାର ପ୍ରସ୍ତାବକୁ ଏଥିରେ ଗ୍ରହଣ କରାଯାଇଥିଲା। 13 ଲକ୍ଷ କୋଟି ଟଙ୍କାର ପ୍ରସ୍ତାବକୁ MOU ସାଇନ୍ କରାଯାଇଥିଲା ଏବଂ 8 ଲକ୍ଷ କୋଟି ଟଙ୍କାର ପ୍ରସ୍ତାବକୁ ଅଦ୍ୟାବଧି ତାକୁ ଉଚ୍ଚ
ରାଜ୍ୟସ୍ତରୀୟ କମିଟିରେ ଅର୍ଥାତ୍ HLCରେ ଆପ୍ରୁଭ୍ କରାଯିବା ସହିତ 2.5 ଲକ୍ଷ କୋଟିରୁ ଅଧିକ ଟଙ୍କାର ଗ୍ରାଉଣ୍ଡ ବ୍ରେକିଂ ମଧ୍ୟ କରାଯାଇଛି ଏବଂ ଆମେ ନିଷ୍ପତ୍ତି ନେଇଛୁ 30 ଜିଲ୍ଲାରେ ମଧ୍ୟ ଏ କାରଖାନା ବା ଶିଳ୍ପ ପ୍ରତିଷ୍ଠା ହେବ। ଆମର ଜିଲ୍ଲାର ଅର୍ଥାତ୍ ଏ ମଥୁରା ନଗରୀର ମଧ୍ୟ ଅନେକ ଶିକ୍ଷିତ ଯୁବକ ଯୁବତୀମାନେ ଏମ୍ପ୍ଲୟି ହେବା ଚାକିରି ପାଇବା ସୁନିଶ୍ଚିତ ଏ କଥାକୁ ଆଗାମୀ ଦିନରେ ସୁନିଶ୍ଚିତ କରିବା ପାଇଁ ଆମେ ବିଭିନ୍ନ କାର୍ଯ୍ୟକ୍ରମ ମାନ ନେଉଛୁ। ବନ୍ଧୁଗଣ, ଏଇଭଳି ଭାବରେ ଆଜି ଆମେ ଯଦି ଦେଖିବା ତାହେଲେ ଏଥିରେ ଅନେକ କାର୍ଯ୍ୟକ୍ରମ ଆମେ ଏଥିରେ ନିଷ୍ପତ୍ତି ନେଇଛୁ ଯାହା କରିବା ପାଇଁ ମୁଁ ଆପଣମାନଙ୍କର ପାଖରେ ମହାରାଜ କଂସଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତରରେ ମଧ୍ୟ ମୁଁ ଦେଇସାରିଛି ଏବଂ ଆଗାମୀ ଦିନରେ ମଧ୍ୟ ଆହୁରି ଅନେକ ପ୍ରୋଜେକ୍ଟକୁ କରିବା ପାଇଁ ଆମେ ତାହାର ଆଜି ଘୋଷଣା କରିଛୁ। ଆଗାମୀ ଦିନରେ ମଧ୍ୟ ତାହାର ଶିଳାନ୍ୟାସ କରାଯିବ ଏବଂ ଏ ସମସ୍ତ ଅଭାବ ଅସୁବିଧା ଆଉ ସମସ୍ୟା ଯେଉଁ ଅଛି ସର୍ବୋପରି ଏ ବରଗଡ଼ ଜିଲ୍ଲାକୁ ବା ମଥୁରା ନଗରୀକୁ ବିକାଶ କ୍ଷେତ୍ରରେ ଯେତିକି ଆଗେଇ ନେବା କଥା ଆମ ସରକାର ତାକୁ ନିଶ୍ଚିତ ଭାବରେ କରିବେ। ତେଣୁ ନିଶ୍ଚିତ ଭାବରେ ନୂଆ ପ୍ରକଳ୍ପ ହେବ। ଜିରା ନଦୀରେ ଯେଉଁ କଥା ମୁଁ ଆପଣମାନଙ୍କର ପାଖରେ ରଖିଛି, ଆନିକଟ ହେବ, ସରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ କରାଯିବ ଏବଂ ତାହା ସହିତ ମଧ୍ୟ ସଦସ୍ୟ ଗ୍ରହଣ କରାଯିବ ଏବଂ ସେଇଭଳି ଭାବରେ ବରଗଡ଼ ମ୍ୟୁନିସିପାଲିଟିର ହାଟପଦାଠାରେ ଭେଣ୍ଡିଂ ଜୋନ୍ କଥା ଏଥିରେ 30 କୋଟି ଖର୍ଚ୍ଚ କରାଯିବା ପାଇଁ ମୁଁ ଆପଣମାନଙ୍କ ପାଖରେ ରଖିଛି। ବରଗଡ଼ ସଦରରେ 65 କୋଟି ଟଙ୍କାରେ ଅଟଳ ବସଷ୍ଟାଣ୍ଡ କଥା କହିଲି ଏବଂ ଗ୍ରିଣ୍ଡୋଲାରେ ମଧ୍ୟ ସେ 50 କୋଟି ଟଙ୍କାର ଯେଉଁ ISS ପ୍ରୋଜେକ୍ଟ ଅନ୍ତର୍ନଦୀ ଜଳାଶୟ ନିର୍ମାଣ କଥା କହିଛି ଏବଂ ସେଇଭଳି ଭାବରେ ପ୍ରତ୍ୟେକଟି କାର୍ଯ୍ୟ କରିବା ପାଇଁ ଆମ ସରକାର ଏ ବରଗଡ଼ ଜିଲ୍ଲା ପ୍ରତି ସ୍ୱତନ୍ତ୍ରତା ଭାବରେ ଆମର ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆଜି ଆମ ସରକାର ଦୁର୍ନୀତିମୁକ୍ତ ସରକାର ହିସାବରେ କରିବା ପାଇଁ ସମ୍ପୂର୍ଣ୍ଣ ଭାବରେ ଅଣ୍ଟା ଭିଡ଼ି ବାହାରିଛନ୍ତି। ସେଥିରେ ଶୂନ୍ୟ ସହନଶୀଳତା ନୀତି ଆପଣେଇଛନ୍ତି ଯେଉଁଥିରେ କି ଆଗାମୀ ଦିନରେ ଏ ରାଜ୍ୟକୁ ଆଗକୁ ନେବା ପାଇଁ ହେଲେ ଦୁର୍ନୀତି ଏକ ପ୍ରତିବନ୍ଧକ ହୁଏ। ସେଥିପାଇଁ ଆମ ସରକାର ଏଥିରେ କାହାକୁ ଛାଡ଼ିବେ ନାହିଁ। ସେ ଏ ଆମ ରାଜ୍ୟର କେହି ପିଅନ ହୁଅନ୍ତୁ ବା IAS ଅଫିସର ହୁଅନ୍ତୁ, ଯିଏ ଦୁର୍ନୀତି କରିବ ସେ ଜେଲ ଭିତରେ ରହିବ। ଆଉ ସେଥିପାଇଁ ସମ୍ପୂର୍ଣ୍ଣ ଭାବରେ ଆମ ସରକାର ଦୃଢ଼ ଭାବରେ ଏ କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି। ସେଇଭଳି ଭାବରେ ମୁଁ ଲମ୍ବା ସମୟ କହିବା ପାଇଁ ବେଶୀ ସମୟ ନେବି ନାହିଁ। ଏଥିରେ କଂସ ମହାରାଜଙ୍କ ଦରବାରରୁ ରାଜ୍ୟର ସବୁ ଦୁର୍ନୀତିକର ଅଧିକାରୀଙ୍କୁ ଆଜି ମୁଁ ଏଇଠୁ ଚେତାବନୀ ଦେଉଛି, କଂସ ମହାରାଜଙ୍କ ଦରବାରରୁ ସୁଧାରି ଯାଅ, ନହେଲେ ସୁଧାରିବା ପାଇଁ ସରକାରଙ୍କ ପାଖରେ 12 ହାତିଆ ଖଣ୍ଡା ଭିଜିଲାନ୍ସ ରୂପରେ ଆଜି ଝୁଲୁଛି। କେତେବେଳେ ବି ଆପଣଙ୍କ ଉପରେ ଚୋଟ ମାରିବ ଆଉ ସେଥିରେ ଦୁର୍ନୀତିକର ଲୋକଙ୍କୁ ନିସ୍ତାର ନାହିଁ। ମୁଁ ପୁନର୍ବାର ସମସ୍ତଙ୍କୁ ଆହ୍ୱାନ କରୁଛି ଯେ ଜନସେବାକୁ ଆପଣମାନେ ସମସ୍ତେ ପ୍ରାଥମିକତା ଦିଅନ୍ତୁ, ନିଜ ସେବା ପାଇଁ ନୁହଁ। ବିଶ୍ୱ ପ୍ରସିଦ୍ଧ ଏ ବରଗଡ଼ ଧନୁଯାତ୍ରାରେ ଆଜି ମହାରାଜ କଂସଙ୍କର ନିମନ୍ତ୍ରଣ କ୍ରମେ ଆଜି ମୋତେ ଆସିବାର ସୌଭାଗ୍ୟ। ଇଏ ନିଶ୍ଚିତ ଭାବରେ ଆଗାମୀ ଦିନରେ ଯେତେବେଳେ ପୁଣି ଆଉ ଥରେ ମୋତେ ଆସିବାର ସୁଯୋଗ ମିଳିବ, ମୁଁ ନିଶ୍ଚିତ ଭାବରେ ମହାରାଜା କଂସଙ୍କର ପାଇଁ ଇଏ ମଥୁରା ନଗରୀ ପାଇଁ ଆହୁରି ଅନେକ ଅର୍ଥନୈତିକ ଉପହାର ନେଇକରି ଆସିବା ପାଇଁ ମୁଁ ନିଶ୍ଚିତ ଭାବରେ ଇଚ୍ଛା ପ୍ରକାଶ କରିବି। କଂସ ମହାରାଜାଙ୍କର ଆଦେଶ ଅପେକ୍ଷାରେ ଏଠି ଉପସ୍ଥିତ ଥିବା ସମସ୍ତ ଏ ମହାନଗରୀର ପ୍ରଜାମାନଙ୍କୁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଦେଉଛି। ବହୁତ ସମୟ ଧରି ଏଭଳି ଏକ ଭବ୍ୟ ଦୀର୍ଘ ଏ କାର୍ଯ୍ୟକ୍ରମରେ ଆପଣମାନେ ଅପେକ୍ଷା କରିଛନ୍ତି। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆଉ ତା ସହିତ ମଧ୍ୟ ଆପଣମାନେ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମରେ ଶୁଣିବା ପାଇଁ ମୁଁ ସେଥିରେ ଅନ୍ତରାୟ ହେବି ନାହିଁ। ଆଉ ସେଥିପାଇଁ ମୁଁ ନିଶ୍ଚିତ ଭାବରେ ଆଜି ଆପଣମାନଙ୍କୁ ଧନ୍ୟବାଦ ଦେଉଛି। ଏଭଳି ଏକ କାର୍ଯ୍ୟକ୍ରମରେ ଆମେ ସମସ୍ତେ ଆଜି ଏକତ୍ରିତ ହୋଇଛନ୍ତି। ମହୋତ୍ସବକୁ ଆମେ ଦୀର୍ଘ 11 ଦିନ ଧରିକରି ପାଳନ କରିବା ପାଇଁ ଆମେ ସମସ୍ତେ ସମସ୍ତ ନିଜର କାର୍ଯ୍ୟକୁ ଛାଡ଼ି ଆଜି ଆମେ ଆନନ୍ଦ ଲାଭ କରୁଛନ୍ତି, ଖୁସି ମନାଉଛନ୍ତି। ଆଉ ଆଜି ଏ କଂସ ଦରବାରରେ ଆମେ ସମସ୍ତେ ଉପସ୍ଥିତ ଅଛନ୍ତି। ଆଜି ମୋତେ ଇ ସଭାକୁ କୁନିଆ କରି ଡାକି ଯେନ୍ ପ୍ରକାର ଆଦର ଯତନ କରିଛନ୍
ସେଥିର୍ ଲାଗି ସମକେ ଗୁର୍ଦୁଟେ ମୋର ଧନ୍ୟବାଦ। କଂସ ମହାରାଜାଙ୍କର ଜୟ ହଉ। ଜୟ ହିନ୍ଦ। ବନ୍ଦେ ଉତ୍କଳ ଜନନୀ। ଭାରତ ମାତା କି ଜୟ।